ଆଜିର ପ୍ରସଙ୍ଗ କୃଷି କ୍ଷେତ୍ରରେ ନିରନ୍ତର ବିକାଶର ମାର୍ଗ ଉନ୍ମୁକ୍ତ କରିବ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। ଆଲେଖ୍ୟ ଡକ୍ଟର ସତ୍ୟବ୍ରତ ମହାନ୍ତି, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଭାରତ ୟୁରୋପୀୟ ସଂଘ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଇତିମଧ୍ୟରେ ସମ୍ପନ୍ନ ହୋଇଛି। ୟୁରୋପର ବ୍ୟାପକ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ବଜାରକୁ ଭାରତୀୟ କୃଷି ଉତ୍ପାଦ ପାଇଁ ଏହି ଚୁକ୍ତିନାମା ଉନ୍ମୁକ୍ତ କରିବ। ଫଳରେ କୃଷି କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ଗତିଶୀଳ ହେବା ସହ ଭିନ୍ନ ଭିନ୍ନ କୃଷି ଉତ୍ପାଦକୁ ଅଗ୍ରାଧିକାର ଦିଆଯାଇପାରିବ। ଆଗାମୀ ଦିନରେ ଦେଶରେ ମତ୍ସ୍ୟ ଓ ସାମୁଦ୍ରିକ ଉତ୍ପାଦ କ୍ଷେତ୍ର, ମସଲା, ବାସୁମତୀ ଚାଉଳ, ଉଦ୍ୟାନ ଭିତ୍ତିକ ଉତ୍ପାଦ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ରପ୍ତାନୀ ସୁଯୋଗ ସୃଷ୍ଟି ହେବ। ୟୁରୋପୀୟ ସଂଘର ବଜାର କ୍ଷେତ୍ରରେ ପରିପକ୍ୱତା ଏବଂ ଯୋଗାଣ ଶୃଙ୍ଖଳ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ବ୍ୟବସାୟ ଦୃଷ୍ଟିରୁ ଉଭୟ ପକ୍ଷଙ୍କୁ ଏହା ବିଶେଷ ସହଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ୟୁରୋପୀୟ ସଂଘ ସହଯୋଗ ମାଧ୍ୟମରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ଉତ୍କୃଷ୍ଟ ବିହନ, ଫସଲ ପରିଚାଳନା ପ୍ରଣାଳୀ ଏବଂ ଉଚିତ ମୂଲ୍ୟ ପ୍ରଦାନ ଆଧାରିତ ଭାରତୀୟ କୃଷିଜୀବୀଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ। ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବା ସହିତ କୃଷକମାନଙ୍କର ଆୟ ବୃଦ୍ଧିର ସମ୍ଭାବନା ରହିଛି। ପ୍ରାୟ 45 କୋଟି ଉପଭୋକ୍ତା ସମ୍ପନ୍ନ ୟୁରୋପୀୟ ସଂଘ ବଜାର ଭାରତୀୟ କୃଷି ଉତ୍ପାଦ ପାଇଁ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିବ। ଶୁଳ୍କ ହ୍ରାସ ସହିତ ଅନୁପାଳନ ଜନିତ ସହଜତା ଚାହିଦାପୂର୍ଣ୍ଣ ଉତ୍ପାଦ ବିକ୍ରିର ପଥକୁ ଉନ୍ମୁକ୍ତ କରିବ ବୋଲି ଆଶା କରାଯାଉଛି। ସେବା, ନିବେଶ ଆଦି ବିଭିନ୍ନ କ୍ଷେତ୍ରକୁ ଏହା ଅଧିକ ବ୍ୟାପକ ମଧ୍ୟ କରିବ। ବିଶ୍ୱସ୍ତରରେ ଚିଙ୍ଗୁଡ଼ି ଏବଂ ମାଛ ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ସାମୁଦ୍ରିକ ଖାଦ୍ୟ ଉପରେ ଶୁଳ୍କ ରିହାତି ଏ କ୍ଷେତ୍ରରେ ବ୍ୟବସାୟକୁ ବୃଦ୍ଧି କରିପାରିବ। ବାସୁମତୀ ଏବଂ ଅଣବାସୁମତୀ ଚାଉଳ ଚାହିଦା ବୃଦ୍ଧି ପାଉଥିବାରୁ ଆନ୍ତର୍ଜାତିକ ସ୍ତରରେ ବିକ୍ରି ପାଇଁ ଏକ ଉନ୍ମୁକ୍ତ ବଜାର ମିଳିବ। ଜୈବିକ, ନିରପେକ୍ଷ ବାଣିଜ୍ୟ ଏବଂ ଜିଆଇ ଟ୍ୟାଗ ଥିବା ଉତ୍ପାଦର ସୁଫଳ ମଧ୍ୟ ଭାରତକୁ ମିଳିବ। ଭାରତୀୟ ମସଲା, ଚାହା, କଫି ଏବଂ ଅନ୍ୟାନ୍ୟ ଉଦ୍ୟାନ ଭିତ୍ତିକ ଉତ୍ପାଦ ଯେପରିକି ଆମ୍ବ ଓ ଫଳମୂଳ ୟୁରୋପୀୟ ବଜାରରେ ଉଚ୍ଚ ମୂଲ୍ୟ ପାଇପାରିବେ। ଏହାଦ୍ୱାରା ଏ କ୍ଷେତ୍ରରେ ନିବେଶ ଏବଂ ରପ୍ତାନୀ ଅଧିକ ବ୍ୟାପକ ହୋଇପାରିବ। ଓଡ଼ିଶା ଭଳି କୃଷିପ୍ରଧାନ ରାଜ୍ୟଗୁଡ଼ିକ ମଧ୍ୟ ଏହି ଚୁକ୍ତିର ସୁଫଳ ପାଇପାରିବେ। ମିଲେଟ୍ସ, ଜୈବିକ ଉତ୍ପାଦ, ମାଛ, ଉଦ୍ୟାନ ଫସଲ ଏବଂ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ୟୁରୋପୀୟ ସଂଘର ସହଯୋଗ ରାଜ୍ୟର କୃଷି ଅର୍ଥନୀତିକୁ ଶକ୍ତିଶାଳୀ କରିପାରିବ। ଓଡ଼ିଶାର ଚାଷୀଙ୍କ ଉତ୍ପାଦ ସିଧାସଳଖ ୟୁରୋପୀୟ ବଜାରରେ ପହଞ୍ଚିପାରିବ। ଚାଷୀଙ୍କ ଅର୍ଥନୈତିକ ଉନ୍ନତି ହେବା ସହ କୃଷି କ୍ଷେତ୍ରରେ ଦୀର୍ଘକାଳୀନ ପରିବର୍ତ୍ତନ, ଆତ୍ମନିର୍ଭରଶୀଳତା ଏବଂ ନିଯୁକ୍ତି କ୍ଷେତ୍ର ମଧ୍ୟ ଅଧିକ ହେବ। ଗତ 2024ରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସେବା କ୍ଷେତ୍ର ପ୍ରାୟ $83 ବିଲିୟନ ରହିଥିଲା। ଏହି ସମୟରେ ୟୁରୋପୀୟ ସଂଘକୁ ଭାରତର ରପ୍ତାନି $700 ନିୟୁତ ଏବଂ ୟୁରୋପୀୟ ସଂଘରୁ ଆମଦାନୀ $600 ନିୟୁତ ହୋଇଥିଲା। ଭବିଷ୍ୟତର ବ୍ୟବସାୟ କ୍ଷେତ୍ରକୁ ଦୃଷ୍ଟିରେ ରଖି ଉଭୟ ପକ୍ଷଙ୍କ ମଧ୍ୟରେ ଏହି ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଉଭୟ ପକ୍ଷ ମଧ୍ୟରେ ଆର୍ଥିକ ସେବା କ୍ଷେତ୍ର ମଧ୍ୟ ଅଧିକ ବ୍ୟାପକ ହେବ ବୋଲି ଆଶା କରାଯାଉଛି। ଫିନ୍ଟେକ୍ ନବସୃଜନରେ ସହଯୋଗ ପାଇଁ ଏହି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ନୂତନ ବ୍ୟବସାୟର ସୁଯୋଗ, ଅନୁସନ୍ଧାନ ଏବଂ ଅଭିନବ ଆର୍ଥିକ ସହଯୋଗ ପାଇଁ ଏହି ଚୁକ୍ତିନାମାରେ ବ୍ୟବସ୍ଥା ରହିଛି। ଫିନ୍ଟେକ୍ କ୍ଷେତ୍ରରେ ଏହି ଚୁକ୍ତିନାମା ଭାରତକୁ ଏକ ପେଣ୍ଠସ୍ଥଳୀ ଭାବେ ମାନ୍ୟତା ପ୍ରଦାନ କରିବ। ଭାରତୀୟ ଆର୍ଥିକ ସେବା ଯୋଗାଣକାରୀଙ୍କ ପକ୍ଷପାତମୂଳକ ନିୟାମକକୁ ଏହା ପ୍ରତିହତ କରିପାରିବ। ୟୁରୋପୀୟ ସଂଘର ଘରୋଇ ପ୍ରତିଷ୍ଠାନଗୁଡ଼ିକ ସହ ସମାନତା ରକ୍ଷା କରି ଭାରତୀୟ ଆର୍ଥିକ ସେବା ଯୋଗାଣକାରୀ ସଂସ୍ଥା ନୀତି ପ୍ରଣୟନ କରିବାକୁ ବାଧ୍ୟ ହେବେ। ସାଧାରଣ ଲୋକଙ୍କ ପାଇଁ ଆର୍ଥିକ ସେବା କ୍ଷେତ୍ରରେ ବିଭିନ୍ନ ବିକଳ୍ପ ଉନ୍ମୁକ୍ତ ହୋଇପାରିବ। ଏପରିକି ୟୁରୋପୀୟ ସଂଘର ଉଦାରୀକରଣ ପ୍ରସ୍ତାବ ଭାରତୀୟ ଆର୍ଥିକ ସେବା ଯୋଗାଣକାରୀଙ୍କୁ ସେଠାରେ ବ୍ୟବସାୟ କରିବାରେ ସହଜତା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଆର୍ଥିକ ସେବା ରପ୍ତାନୀ କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତର ସ୍ଥିତି ସୁଦୃଢ଼ ହେବା ସହିତ ପ୍ରଗତିଶୀଳ କ୍ଷେତ୍ରୀୟ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ଏହି ଚୁକ୍ତିନାମା ଭାରତୀୟ କୃଷିକୁ ଦେଶୀୟ ବଜାରରୁ ବିଶ୍ୱ ବଜାରକୁ ନେଇପାରିବ। ସଠିକ୍ ନୀତି, ପ୍ରଯୁକ୍ତି ବିଦ୍ୟା ଏବଂ ସହଯୋଗ ମାଧ୍ୟମରେ ଏହି ଚୁକ୍ତିର କାର୍ଯ୍ୟାନ୍ୱୟନ ଭାରତର ବିଭିନ୍ନ କ୍ଷେତ୍ର ପାଇଁ ଏକ ଆଦର୍ଶ ମଡେଲ ହୋଇପାରିବ ବୋଲି ଆଶା କରାଯାଉଛି।